ପାଞ୍ଚଟି ମରେ ପ୍ରଥମ ମଟି ହେଲା ମା। ମାକୁ ଯିଏ ସମ୍ମାନ ଦେଇ ଜାଣେ ନାହିଁ ସେ ଏ ଦୁନିଆକୁ ଆସିବା ପାଇଁ ଯୋଗ୍ୟ ମଧ୍ୟ ନୁହେଁ, ସେ ଯୁବକ ହେଉ ବା ନ ହେଉ। ତୃତୀୟ ମଟି ହେଲା ମା ପେଟରୁ ଆସିଲା ପରେ ଆମେ ଯେଉଁଠି ପଡ଼ୁ ସେ ହେଲା ଜନ୍ମ ମାଟି। ତ ଦ୍ୱିତୀୟ ମଟି ହେଲା ମାଟି। ନିଜ ଜନ୍ମ ମାଟିକୁ ଯିଏ ସମ୍ମାନ ଦେଇ ଜାଣେ ନାହିଁ ସେ ଦୁନିଆର ଯେଉଁଠି ବି ଥାଉ ନା କାହିଁକି ସେ ମନୁଷ୍ୟ ପଦବାଚ୍ୟ ମୋ ବିଚାରରେ ନୁହେଁ। ତୃତୀୟ ମଟି ହେଲା ମା ପେଟରୁ ମାଟିରେ ପଡ଼ିଲା ପରେ ଯେଉଁ ଶବ୍ଦଟି ପିଲାଟି କରେ ସେ ଶବ୍ଦଟି ହେଲା ପ୍ରଥମ ତାର ଭାଷା। ଅନେକ କହିପାରନ୍ତି ସେ ଭାଷା କିପରି ହେବ, ସେ ଶବ୍ଦଟି କୁଆଁ କୁଆଁ ରାବଟି ଆମେ ହୁଏତ ବୁଝିପାରିବା ନାହିଁ, କିନ୍ତୁ ମା ବୁଝିପାରିବ ଏ ଶବ୍ଦର ଅର୍ଥ କ'ଣ। ପିଲାଟି କାହିଁକି କାନ୍ଦୁଛି? ମୁତି ଦେଇଛି ବୋଲି କାନ୍ଦୁଛି, ନା ଭୋକ ଲାଗିଲାଣି ବୋଲି କାନ୍ଦୁଛି, ନା ପିଠିରେ ପିମ୍ପୁଡ଼ି ଗୋଟିଏ କାମୁଡ଼ି ଦେଇଛି ବୋଲି କଷ୍ଟ ପାଉଛି ବୋଲି କାନ୍ଦୁଛି? ଆମେ ସିନା ବୁଝିପାରିବା ନାହିଁ, ମା ବୁଝିପାରିବ ପିଲାଟିକୁ କି ଅସୁବିଧା ହେଇଛି ଯାହାଫଳରେ ସେ ଏଭଳି ଶବ୍ଦ ଉଚ୍ଚାରଣ କରୁଛି। ଏହି ଶବ୍ଦ ପରବର୍ତ୍ତୀ କାଳରେ ଆମର ମାତୃଭାଷାର ରୂପ ନେଇଛି। ଚତୁର୍ଥ ମଟି ଆମ ସମସ୍ତଙ୍କ ପାଇଁ ଅତି ପ୍ରିୟ ହୋଇ ଉଠିଛି। ଏ ପ୍ରେକ୍ଷାଳୟରେ ଏଭଳି କୌଣସି ବ୍ୟକ୍ତି ନଥିବେ ଯାହା ପାଖରେ ସେ ଚତୁର୍ଥ ମଟି ନାହିଁ। ସେଟି କ'ଣ? ମୋବାଇଲ। ମୋବାଇଲ ହେଲା ଚତୁର୍ଥ ମ। ଏଭଳି କୌଣସି ବ୍ୟକ୍ତି ଏଠି ଅଛନ୍ତି କି ଯାହାଙ୍କ ପାଖରେ ମୋବାଇଲ ନାହିଁ? ପଞ୍ଚମ ମଟି ହେଲା ଯାହା ମଧ୍ୟ ଅନେକ ବନ୍ଧୁ ହୁଏତ ମୋତେ ବିରୋଧ କରିପାରନ୍ତି, କିନ୍ତୁ ବିଚାର ଦୃଷ୍ଟିରୁ ମୁଁ କହିବାକୁ ବାଧ୍ୟ ହେଉଛି, ସେ ମଟି ହେଲା ମଦମୁକ୍ତ ଓଡ଼ିଶା। ତେଣୁ ପାଞ୍ଚଟି ମର ମୁଁ ପରିଭାଷା କଲି।